ନାଁ ହେଲା ଶଶୀଜ୍ୟୋତି ବେହେରା, ରାୟଗଡ଼ା ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଗ। ଆଜି ଏସ୍ପି ଅଫିସ ଆସିବାର ମୁଖ୍ୟ କାରଣ ହେଲା ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ପ୍ରାୟ ବାଂଲାଦେଶୀ ରୋହିଙ୍ଗ୍ୟା ବଢିବାରେ ଲାଗିଲାଣି। 12,000 ଉର୍ଦ୍ଧ୍ୱ ବାଂଲାଦେଶୀ ରୋହିଙ୍ଗ୍ୟା ପୁରା ରାୟଗଡ଼ା ଜିଲ୍ଲା ଭିତରେ ଅଛନ୍ତି। ଆଗରୁ ମଧ୍ୟ ଲିଖିତ ଆକାରରେ ଏସ୍ପିଙ୍କୁ କଲେକ୍ଟରଙ୍କୁ ଲିଖିତ ଆକାରରେ ଦେଇଥିଲୁ, କିନ୍ତୁ କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି। ତେଣୁ ପୁଣି ଥରେ ରିମାଇଣ୍ଡ କରିବା ପାଇଁ ଆଜି ପୁଣି ଲିଖିତ ଆକାରରେ ଏସ୍ପିଙ୍କୁ ଦେଲୁ। ଏଇ ଯୋଉ ବାଂଲାଦେଶୀ ରୋହିଙ୍ଗ୍ୟା ରାୟଗଡ଼ା ଜିଲ୍ଲା ଭିତରେ ବହୁତ ପ୍ରକାରର ନିଶା ନିଶା କାରବାର କରୁଛନ୍ତି, ଚୋର ଡକାୟତି ଏଭଳିଆ ବହୁତ କିଛି କାମ କରୁଛନ୍ତି। ଏମାନଙ୍କୁ ବହୁତ ଶୀଘ୍ର ଚିହ୍ନଟ କରି ରାୟଗଡ଼ା ଜିଲ୍ଲାରୁ ବାହାର କରିବା ପାଇଁ ଏସ୍ପି ମ୍ୟାଡାମଙ୍କୁ ଆଜି ଦାବିପତ୍ର ଦେଇଥିଲୁ। ଏସ୍ପି ମ୍ୟାଡାମ ମଧ୍ୟ କହିଛନ୍ତି ଯେ ଆମେ ଏହାକୁ ଦୃଷ୍ଟି ଦେଇକରି ତୁରନ୍ତ ଆକ୍ସନ ନେବୁ ବୋଲି। ଯଦି ଆପଣ ଯୋଉ ଦାବି ଆକ୍ସନ ନ ନେଲେ କଣ କରିବେ? ଯଦି ଆକ୍ସନ ନ ନିଅନ୍ତି ତାହେଲେ ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ଼ା ରାଜ୍ୟ ରାସ୍ତାକୁ ହୁଲିବାକୁ ବାଧ୍ୟ ହବୁ।